ସହଜ। କାରଣ ଶ୍ରୀ ଠାକୁର ଗୋଟେ ବାଣୀରେ କହୁଛନ୍ତି ଯେ ମୃତ୍ୟୁ କାଳେ ଯେ ଭାବ ଧରି ଶରୀର ଛାଡି ଜୀବନ ଯାଏ, ଜନେ ପୁନଃ ସେଭଳି ସ୍ଥାନେ ଜନ୍ମେ ପୁନଃ ସେଭଳି ସ୍ଥାନେ ସେ ଭାବର ପଥଟି ପାଏ। ତେଣୁ ସେ ଭାବର ପଥଟି ପାଇବା ପାଇଁ ଆମ ପାଖରେ କାମ ଅଛି। ଆମେ ଯଦି ଆଦର୍ଶ ପ୍ରାଣ ଇଷ୍ଟ ପ୍ରାଣ ଠାକୁର ନାମ କରୁ, ମୃତ୍ୟୁ ସମୟରେ ଯୋଉ ଭାବ ଧରିକି ମୃତ୍ୟୁ କରିବା ପରଜନ୍ମଟା ସେଇଭଳି ଭାବରେ ଆମକୁ ଆସେ। କେତେ ସହଜ, ଏକଦମ ପୁରା କ୍ଲିନ କାଟ ସହଜ କରିଦେଇଛନ୍ତି ଆମକୁ ଠାକୁର। ଯେ ମରିବା ସମୟରେ ଆମେ ଯେ କୋଉ ଭାବ ନେଇକି ମରିବା ସେଟା ଆମ ହାତରେ କଥା। ଯଦି ଆମେ ଚେଷ୍ଟା କରିବା ହବ, ନହେଲେ ହବ ନା। ଚେଷ୍ଟା ମୂଳରେ ଗୋଟେ ଜିନିଷ ହଉଛି ନାମମୟ ହେଇକି ରହିବା। ସେଥିପାଇଁ ଠାକୁର କହୁଛନ୍ତି ଯେ ପୁଣ୍ୟ ପୁଥିରେ ଗୋଟେ ବାଣୀରେ ଯେ ଭାବମୟ ହେଇକି ରହିବା ପାଇଁ ପଡିବ। ଯେ ଦିଟା କର୍ମ ଆମ ସାମ୍ନାରେ ଅଛି, ଗୋଟେ ବଦ୍ଧ କର୍ମ, ଗୋଟେ ମୁକ୍ତ କର୍ମ। ଏଇ ବଦ୍ଧ କର୍ମଟା ଯଦି ଆମେ କରୁ ତାହେଲେ ସେଇଠି ଗଣ୍ଡୁଳିଆ ହେଇଯାଏ, ଆଉ ମୁକ୍ତ କର୍ମ କଲେ ଆମ ଜୀବନଟା ସୁନ୍ଦର ହୁଏ। ପୁଣ୍ୟ ପୁଥିରେ ଶ୍ରୀ ଠାକୁର କହୁଛନ୍ତି ଯେ ନବମ ଦିବସ 4 ଶ୍ରାବଣ 1321 ଯେ 7 নম্বর বাণীরে কর্ম দুই ভাগ করা যায়, মুক্ত কর্ম আর বদ্ধ কর্ম। যে কর্মে অহংবৃদ্ধি থাকে, আমার সংসার, আমার ছেলে, আমার মেয়ে, আমার স্বামী সকলে আহার যোগাবো, এইটি হলো বদ্ধ কর্ম। তার মুক্ত ভাব সে প্রকাশ পাইলে মো সংসার, মো ঘর, মো ছুয়া, মো পিলা, সেইটা হেলা মানে আমার বদ্ধ কর্ম। আউ যেতে টিকে তুমি সব, তোমার সংসার, তোমার জন্য আমি, আমি তোমার ভৃত্য, আমি তুমি যা করাবো আমি তাই করি, তোমার পোষ্য আমি, প্রতিপালন করো আমাকে উপলক্ষ মাত্র, এইটি হলো মুক্ত কর্ম। ତାଙ୍କୁ ନିର୍ଭର କରିବା, এই ନିର୍ଭର କରିବା ଭାବଟା ଯଦି ଆମର ରହେ ତାହେଲେ ଆମେ ସହଜ ଭାବରେ ମୁକ୍ତ ଆଡକୁ ଯିବା, ମୁକ୍ତି ପାଇବା। ଯୋଉ କହନ୍ତି ମୋ ମୁକ୍ତି, ଆତ୍ମାର ମୁକ୍ତି ପାଇଁ ହଉଛି ମାନେ ଏଇ ବଦ୍ଧ କର୍ମ ଆଉ ମୁକ୍ତ କର୍ମ ଭିତରେ ହିଁ ରହିଛି। ମୁଁ ଯଦି ବଦ୍ଧ ହେଇଗଲି, ଆବଦ୍ଧ ହେଇଗଲି, ଯାହା ଫଳରେ କି ଆଉ ମୁକ୍ତ ହେଇପାରିଲି ନାହିଁ। ପରଜନ ପୁଣି ଆସିକି ଘାଣ୍ଟି ଚକୁଟି ହେବି। ମରିବା ସମୟରେ ଯୋଉ ଭାବଗୁଡାକ, ଘର ସଂସାର, ଜମି ବାଡି, ଛୁଆ ପିଲା, ବାପା ମତେ ପଚାରିଲେନି, ମୋର ସ୍ତ୍ରୀ ମତେ ପଚାରୁନାହିଁ, ମୋର ଭାଇ ଭଉଣୀ ମାନେ ମତେ ପଚାରୁନାହାନ୍ତି, ମୁଁ ଗୋଟେ କଷ୍ଟରେ ଜୀବନ, ଏଇଗୁଡା ମରିବା ମାନେ ପରଜନ୍ମ ଗୋଟେ ପୁଣି ସେଇ ଗୋଟେ ଗଣ୍ଡଗୁଳିଆ ଜନ୍ମରେ ଆସିବି। ଅର୍ଥାତ୍ ସେଥିପାଇଁ କ୍ଲିନ କରିନେବା ଦରକାର ବିଫୋର ଟାଇମ। ଆମେ ଠାକୁର ପରିବାର ମଧ୍ୟ ଦେଖିଛନ୍ତି ସେଇ ଗଣ୍ଡଗୁଳିଆ ଜିନିଷ ଅନେକ, ତାକୁ ମଧ୍ୟ ଶ୍ରୀ ଶ୍ରୀ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦାସ ସହଜ ଭାବରେ ସମାଧାନ କରିଦେଇଛନ୍ତି। ଅତଏବ ସେ ବିଷୟରେ ମୁଁ କହିବା ପାଇଁ ଚାହେଁ ନା। ଠାକୁର ଚାହୁଁଛନ୍ତି ଆମକୁ ମୁକ୍ତ ହବା ପାଇଁ, ଫ୍ରି ଫ୍ରମ ଅଲ ବଣ୍ଡେଜେସ୍ ଅଫ ଦ ଲାଇଫ। ହାଉ? ତେଣୁ ଫ୍ରି ଫ୍ରମ ଅଲ ବଣ୍ଡେଜ ଅଫ ଲାଇଫ ଗୋଟେ ଜିନିଷ ହବ ଠାକୁରଗତ ପ୍ରାଣ, ଇଷ୍ଟଗତ ପ୍ରାଣ। ଗୋଟେ ଟପିକ ଥିଲା ଆଜି ଯେ ସମସ୍ତଙ୍କୁ ଆଗ ଥର କହିଥିଲେ ସତ୍ସଙ୍ଗରେ, ସେଦିନ ଥିଲା ଆଦର୍ଶ ଜୀବନ, ଆଜି ହଉଛି ସ୍ୱାସ୍ଥ୍ୟ, ହେଲ୍ଥ। ତେଣୁ ଏଇ ଯୋଉ ଆମମାନଙ୍କ ଜୀବନର ଗୋଟେ ବିପରୀତ ବୋଧକ ଭାବ ଆସେ, ଯେ ଅନେକ ଦୁଃଖ କଷ୍ଟ ଆସେ, ଏହାର କାରଣ ହଉଛି ଯେ ଠାକୁର ସେଥିପାଇଁ ଗୋଟେ ବାଣୀରେ କହୁଛନ୍ତି ଯେ କି ଆମେ ଆମମାନଙ୍କର ଜୀବନ ଗୋଟେ ମୁଖ୍ୟ ଜିନିଷ ହଉଛି କର୍ମ, ଚିନ୍ତା। ବ୍ୟାଧିର ଜନକ ହେଲା ଚିନ୍ତା। ଠାକୁର ଗୋଟେ ବାଣୀରେ 24 নম্বর ବାଣୀରେ ଶାଶ୍ୱତୀ ଗ୍ରନ୍ଥର, ବ୍ୟାଧିର ଜନକ ହେଲା ଚିନ୍ତା, ଜନନୀ ହେଲା ତତ୍ ପରିପୋଷଣୀ ପରିସ୍ଥିତି। ମୁଁ ଯେଭଳି ପରିସ୍ଥିତିରେ ଜୀବନକୁ ଉପଭୋଗ କରିବି ସେଇଭଳି ମୋର ଚିନ୍ତା ଆସିବ। ମୁଁ ଯଦି ମାନେ ଗଣ୍ଡଗୋଳିଆ କରିବି, ଅଲଗା ଲୋକଙ୍କ ସହିତ ଭଲ ବ୍ୟବହାର କରିବି ନାହିଁ, ତାହେଲେ ସେଇ ଚିନ୍ତାରେ ସେ ବି ମତେ ଭଲ ବ୍ୟବହାର କରିବ ନାହିଁ। ଯାହା ସେ ଚିନ୍ତାଟା ମୋ ମୁଣ୍ଡରେ ଘାଣ୍ଟି ଚକୁଟି ହବ ଏବଂ ମନଟା মানে ଖରାପ ଆଡକୁ, মনটা দুষ্ট হলেই জানিস রোগে রাতাল হয়, এইটাকে তুড়ি এড়ি চরিস করবি বাধি। মনটাকে সুন্দর সুস্থ କରିବା ପାଇଁ ଗୋଟେ ଜିନିଷ ହଉଛି ନାମ କରିବା, ମନଟାକୁ ସୁନ୍ଦର କରିବା। ତାହେଲେ ଏଇ ବ୍ୟାଧିଟା ଜନକ ଯୋଉ ଚିନ୍ତା ଠାକୁର କହୁଛନ୍ତି, ଆଉ ତତ୍ ପରିପୋଷଣ ପରିସ୍ଥିତି ଆସିବ ନାହିଁ। ସେ ଜଣେ କହିଲା ଆଉ କହିଲା, ଛାଡ, ସିଏ ଭିତରେ କାହିଁ ମୁଣ୍ଡ ଭର୍ତ୍ତି କରି ମୁଁ ଅଶାନ୍ତି ହେବି। ପୁରା ନର୍ମାଲ ହବା ପାଇଁ, ସହଜ ହବା ପାଇଁ, abnormal ନର୍ମାଲ ଗର୍ଜିୟସ୍ ସିମ୍ପଲ ୱାଇଜ ପୋଲିସ ହବା ପାଇଁ ପଡିବ। ବୋକା ସବୁ ଜାଣିଛି ମୁଁ କିଛି କହିବି, ବାସ୍ ନର୍ମାଲ। ଆଉ ଏ ଅହଂଟା ହଉଛି ଆମକୁ ଡାଉନକୁ ନବାର ଗୋଟେ ମୂଳ। ହଁ ମତେ କହିଦେଲା ମୁଁ ଛାଡିବି ତ ନାହିଁ, ଆଉ ଦେଖାଯାଉ ଯାହା ହବ। ସେଇଠି ଆସିଗଲା ଚିନ୍ତା, ଚିନ୍ତା ଆସିଲେ ବ୍ୟାଧି ଆସିବ, ବଡ ବଡ ବ୍ୟାଧି ଆସିବ। ମୋର ବି ସେମିତି ଗୋଟେ ବ୍ୟାଧି ଆସିଲା ଜୀବନରେ। ଏତେ ଚିନ୍ତା କଲି 4 ମାସ କାଳ, ଯାହା ଫଳରେ କି ମୋ ଦେହ ଅସୁସ୍ଥ ହେଇଗଲା। କଟକ ହସ୍ପିଟାଲରେ ପଡିଗଲି ଏକଦମ ପୁରା। କଟକରୁ ଭୁବନେଶ୍ୱର ଆସିଗଲି କେଆର ହସ୍ପିଟାଲ।
ଆପଣ ସେ କଥା ଜାଣିଛନ୍ତି ମୁଁ କହିଛି। ଅତଏବ ଏଇ ଯୋଉ ବ୍ୟାଧିଯୁକ୍ତ ଚିନ୍ତା यार मूल उत्पादन करिया होचे सहज बोध। सहज बोध रे आनिबो केतेबेले पूरा हल्का भाव में नवा पड़ो। मत मो स्त्री गाली देला, मो भाई गाली देला, मो सांग गाली देला, मो सार गाली देले, मो लेक्चर मत आड़ू से कहले ये सब मन को आणतु ना। एक कान शुणा से कान बाहर करवा। गोटे गोटे कथा मुझे शुणी जन प्रसंग क्रमे कहते जड़े ऋतिक भाई जे आमर जीवन ये हवा दरकार जी गोटे 3टा कंढे विषय कहले। गोटे कंढे हूँ गोटे कान भितर जदि गोटे काठी भर्ती का दिज्व ए बाटे सीधा बाहरी ताले कथा गुड़ा मुझे बाटे कहबी सी तार से बाहर कर से देह को नब ना। आउ गोटे जदि गोटे काठी भर्ती कले सी पार्टी बाटे बाहर आउ गोटे कंढेर ताले से कौन हम जे सी जहाँ कहला लोक पाखे कही बुली से आउ गोटे गंडगुड़िया जिन माने 1 ରୁ 5 कथा तापर आउ गोटे जिनस आउ गोटे काठी पेट भितर पहुंचला। पेट भितर रहा माने से कथाटा गुंजीभूत हो रहा आउ छाड़ी ना मनटा आस्ते आस्ते आंदोलित हो परिवेश खराब होफल आ स्वास्थ्य मन देह किसी भी भल रहा। तेणु सबुठा भल कौटा ए कान शुणी से कहला कहला छाड़ कौन मिल मु तो आसी संसार सी भी आसी दिन आम बचा ए भर आमको सहज भाव जीवन को उपभोग करने गोटे नॉर्मल हाँपाई पड़ो। ठाकुर लाइफ है नॉर्मल जीवन। तेणु मुझे सेया करी मो जीवन सुखमय देहटा मोर भल रही। तेणु आम समस्ते भाबू जे मते मते समस्त भल व्यवहार करंतु केतेबेले करिवे मुझे अन्य को भल व्यवहार करी ताहले मते भल व्यवहार करियो नहले केही भी करियो नाही। सेतिबे मते अभ्यास करिया पई पड़िबो। अभ्यास न कले मो जीवन रे कदापि भल समय आसीबो नाही। अतः मोर संस्कार होची माने गंडगोलिया परिवेश रे म आसीची मोर संस्कार भल नाही। तेणु मु भल करने हेले मते प्रथमे जानी रखिया पड़ो जे भल करवा रास्ताटा कौन। भल करवा रास्ता हूँ से अभ्यास। ठाकुर से कहते लेखा पढ़े दक्ष हेले शिक्षा ताकू कहे ना अभ्यास व्यवहार सहज ज्ञान नहिले शिक्षा हुए ना। मुझे भल अभ्यास करी मु समस्त स्वास्थ्य कथा बुझी समस्त देह मन कथा बुझी समस्त भल व्यवहार करी से जिनस मो पाक आस जे जीव शरीर पूजा करी ना केमती हो। तेणु आज परम पूज्यपाद श्री श्री आचार्यदेव से कथा ही कहते भुवनेश्वर आसी एवं पूज्यपाद अविन्दा भी आसते से गोटे कथा सब खुशी रे रुह समस्त खुशी बांट खुशी रे रहा चेष्टा कर। आम कौन से आम संस्कार तो विपरीत मुखी आम गोटे गोड़ी गोड़ी आटे संस्कार टाक आम ऋषिर धारा भितर रही कि आम से प्रतिपालन करूना। मोर धारा हूँ जे मोर काश्यप ऋषि मोर गोत्र से गोत्रटा मु पालन करवा धारा सी जमी होगा चाहूनी ताने कारण हूँ मो जीवन में मु ख्याल माखी चलिया चाहे। ख्याल माफी माने ठाकुर कहते माने जे चलनटा दुख दिए लोक तेणु ख्याल माफी भजली गुरु हते। तेणु प्रति मुहूर्त आमको गोटे कथा करने पड़ो मनटा को सुंदर करने आमर धारणा शुद्ध करने। धारणा शुद्ध न चित्त शुद्धि हम ना मन शुद्धि हम ना। मन शुद्धि न रोग माड़ी बस आ मन मन करूँ मुझे सका उठिली आज मोर प्रथम काम हूँ सका प्रार्थना पूर्व गोशौचा दी नाम ध्यान इष्टवृत्ति प्रार्थना कर सारापर मोर खाइबा कथा मुझे दुनिया आड़ू से चिंता कर खाइली ना। गैस फॉर्मेशन हो एसिड हम एसिड नाम मोर दुनिया 7टा रोग मो पछरे दौड़ 7टा गोटे अधे नु आप 8टा 9टा 10टा माँ मानकर आज बेसी रोग हबार कारण हूँ डेरी रे खाइबा। मु तुलसी पानी दे ना मो स्वामी खाई ना छुआ स्कूल आसी ना आउ से शाशु शशुर कड़े जाइए सी खाई ना यही सब कारण बहुमाटी न खाइबार गोटे परिवेश सृष्टि हुए। आ पिला पिली माने झील पिला बेसी हुए आ मन भल रही 4-5टा रोग गोटे रोग हूँ प्रथम देखुची माँ मानकर मो क्लिनिक रे थायरॉइड बहुत थायरॉइड एते हम गल गंडक रोग जरा कहुच्छी ये रोगटा हबार कारण हूँ सका न खाइबा। तेणु माँ माने भाई माने जो अच्छा से गोटे कम करेंगे सका जो सुस्थ अच्छा से कथा मुझे कहूना जो मान गैस फास हो एसिड फेसिड हो निजर गोटे माने देहात बिंधा बिंधी थंडा काश सर्दी मुंड बिंधा यही सब रोगटा रही सका भोर खाइबा प्रार्थना पर खाइबा चेष्टा कर। गोटे पॉइंट 2टा रुटी कपे चा
ଅତି ସହଜ ବାସି ରୁଟି ଖାଇପାରିବେ, ଚାଟି ବା କ୍ଷୀର, କିଛି ନହେଲେ ଚିନି ପାଣି, କିଛି ନହେଲେ ଖାଲି ପାଣିର ଯଦି ପ୍ରୋଟିନ ପାଉଡର ଅଛି, ଅମୁଲ ଅଛି, ବୁଡେଇ ଦେଇକି ରୋଲ କରି ଖାଇଦିଅନ୍ତୁ ସକାଳୁ। ମୁଁ ଖାଇସାରିଲିଣି ସକାଳୁ। ତେଣୁ ଏଇଟା ଅଭ୍ୟାସ କଲେ କଣ ହବ, ମୋର ଜେନେରେସନ ଟା ନିରୋଗ ଆଡୁ ଗତି କରେ। ମୁଁ ଯଦି ଖାଇବି ନାହିଁ, ମାଟି ଯଦି ଖାଇବ ନାହିଁ, ନୂଆ ବୋହୁଟା ସେ ତ ଖାଇବନି, ସେ ତ କହିବନି ମତେ ମୁଁ ଖାଇଦେବି, ତାର ସମସ୍ତେ ଖରାପ ଭାବିବେ। ତେଣୁ ସେ ଜାଗାରେ ଶାଶୁ ମା ତାଙ୍କୁ ଗୋଟେ ପ୍ରୋତ୍ସାହନ କରିବା କଥା। ଆଜିକାଲି ଶାଶୁ ଗୁଡା ଏତେ ମାନେ ଇଏ ହେଇଛନ୍ତି, ବୋହୁଟାକୁ ସହି ପାରୁନାହାନ୍ତି। ବଡ ଦୁଃଖର ଘଟଣା। ମୁଁ ଦେଖୁଛି ଅନେକ କେସ୍, ବୋହୁ ମାନେ ଆସିକି ମୋ କ୍ଲିନିକ, ଆଜ୍ଞା ମୋ ଶାଶୁ ଏମିତି ମତେ କହୁଛନ୍ତି, ମୁଁ ଆଉ କେମିତି ଖାଇବି କହିଲେ? ମୁଁ କହିଲି ଶାଶୁଙ୍କୁ ଆଗରେ ଡାକି ତୁମେ ଖୁଆଅ, ଆଗରେ ଟେବୁଲରେ ବସାଅ, ମା ଆପଣ ଖାଇଲେ ମୁଁ ଖାଇବି, ଦେଲେ ମୋ ଦେହଟା ସୁସ୍ଥ ହବ। ଗୋଟେ ପରିବେଶ ତିଆରି କର। ଏଇଠି ସେଇଥିପାଇଁ କୁହାଗଲା ମାନେ ତତ୍ ପରିପୋଷଣେ ପରିସ୍ଥିତି। ପରିସ୍ଥିତିଟା ମତେ ମେଣ୍ଟେନ କରିବା ପାଇଁ ପଡେ। ବ୍ୟାଧିର ଜନକ ହେଲା ଚିନ୍ତା, ତତ୍ ପରିପୋଷଣେ ପରିସ୍ଥିତି। ପରିସ୍ଥିତିରେ ମତେ ଭଲ କରିବା ପାଇଁ ପଡେ। କାରଣ ମୁଁ ଯେମିତି ଖାଇବି ସକାଳୁ, ସେଇଟା ଗୋଟେ ସକାଳୁ ଆପଣ 10ଟା ବେଳେ ଆଉ ଥରେ ଖାଆନ୍ତୁ, ଅଳ୍ପ ଅଳ୍ପ ଖାଆନ୍ତୁ, କିନ୍ତୁ ସକାଳୁ ସୂର୍ଯ୍ୟ ଉଦୟ ପର ଘଣ୍ଟେ 1.5 ଘଣ୍ଟା ଭିତରେ ଖାଇବାକୁ ନିହାତି ଦରକାର। ତାହେଲେ କଣ ରୋଗ ହବ ନାହିଁ? ଥାଇରଏଡ ରୋଗ ହବ ନାହିଁ, ଥଣ୍ଡା ରୋଗ ହବ ନାହିଁ, ଚର୍ମ ରୋଗ ହବ ନାହିଁ। ଚର୍ମ ରୋଗ ଭିତରେ ଗୋଟେ ହଉଛି ପାଇଲ୍ସ, ମଳ କଣ୍ଟକ, ଭାରି କଷ୍ଟଦାୟକ ଜିନିଷ। ଏତେ କଷ୍ଟ, କଣ୍ଟା ଫୁଲିଲା ଭଳିଆ, ମାନେ ଏତେ କଷ୍ଟ। ମୋର 1000 ଖଣ୍ଡେ ଅଛନ୍ତି ଖାଲି ମଳ କଣ୍ଟକ ରୋଗୀ। ତେଣୁ କହିବାର ଉଦ୍ଦେଶ୍ୟ ହଉଛି ଯେ ସେମାନଙ୍କୁ ଭଲ କରିବା ଗୋଟିଏ ଆଡଭାଇସ ମୋ ଘରେ, ବାବା ସକାଳୁ ଖାଅ, କିଛି ନହେଲେ ଚୁଡାମୁଢି 2ଟା ଖାଇପାରିବ। ଉପାସ ମୋଟେ ରହ ନାହିଁ। ଉପାସ ରହିଲା ମାନେ ପେଟରେ ଗ୍ୟାସ ବାଇଲ ଫର୍ମେସନ ହବ। ବାଇଲ ଫର୍ମେସନ ହେଲେ ଆମର ରକ୍ତ କଣିକା ଦୂଷିତ ହେବେ, ମରିଯିବେ, ଏବଂ ଯାହା ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଯିବ। କମିଗଲା ଆମେ ରୋଗଗ୍ରସ୍ତ ହେବୁ। କିନ୍ତୁ ସେଇଟା କେହି ବୁଝିବାକୁ, ମୋର ଠାକୁର ସ୍ୱୟଂ ଜଗନ୍ନାଥ ରାତି 4ଟା ବେଳୁ ଖାଇଲେଣି, ଶିବ ଠାକୁର ଫଳମୂଳ, କଦଳୀ, ନଡିଆ ବିଭିନ୍ନ ଖାଇଲେଣି, ମିଠା ସବୁ ଖାଇଲେଣି, ଗଣେଶ ଠାକୁର ଆସିଲୁ ଖାଇଲେଣି, କିନ୍ତୁ ଆମ ଠାକୁର ଅନୁକୂଳ ଚନ୍ଦ୍ର ଖାଇଲେଣି ଛେନା ମିଶ୍ରି। କିନ୍ତୁ ଆମେ କଣ ଖାଉଛୁ? କିଛି ନାହିଁ, 9ଟା 10ଟା ବେଳେ ଖାଇବୁ। ମୋର ତ କାମ ଅଛି। ଆଉ ଏ କାମ, ଠାକୁର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ଯେ କର୍ମ ହିଁ ଜୀବନ। ଆମେ ସଂସାର ସେ କାମ କରିବା ପାଇଁ, ବିଧିବଦ୍ଧ କାମ କଲେ ଆମ ଜୀବନଟା ସୁନ୍ଦର ହବ। କାମ କେମିତି କରିବା, କୋଉ କାମ କରିବା, କେତେବେଳେ କରିବା, ତାର ଗୋଟେ ନିର୍ଦ୍ଧାର୍ଯ୍ୟ ଅଛି। ଆମେ ଦେଓଘର ଯାଉ, ପ୍ରାର୍ଥନା ପରେ ଆମେ ଖାଉ, କିନ୍ତୁ ଆମେ ଆମ ଏଇ ଘର ଗୁଡାରେ ଆସିକି ଖାଉନା। ଅଭ୍ୟାସଟା ବଦଳେଇ ଦେଇଛି। ଅଭ୍ୟାସ ବ୍ୟବହାର ଯେମନ୍ତର, ସନ୍ତାନ ପାବି ତେମନ୍ତର। ମୋ ଛୁଆ ବି ସେଇ ପେଟ ଖରାପ, କୁନି ଛୁଆଟା ଦେହ କାନ୍ଦୁଛି ରାତି ସାରା। ତା କାରଣ ହଉଛି ତା ପେଟରେ ଗଣ୍ଡଗୋଳିଆ ଅଛି। ତେଣୁ ତାକୁ ଠିକ କରିବା ପାଇଁ ଔଷଧ ଦରକାର। ତେଣୁ ଡାକ୍ତର ପାଖକୁ ଯିବା ମାନେ, ଏଇ ଯୋଉ ମୁଁ ଗୋଟେ ସମସ୍ତଙ୍କୁ କହେ, ଆଗଥର ମଧ୍ୟ କହିଥିବି, ଯେ ଏଇ ଯୋଉ ଡାକ୍ତରକୁ ପଇସା ଦବା ମାନେ ଏ ପଇସା ଗୁଡା ପାଣିକି ଫୋପାଡିବା ସହିତ ସମାନ। ସ୍ୱାସ୍ଥ୍ୟଟା ନିଜ ପାଖରେ। ମୁଁ ନିଜେ ହେବି, ଆଇ ୱିଲ୍ ବି, ମୋ ସ୍ୱାସ୍ଥ୍ୟ ମୁଁ ଭଲ ରଖିବି। ସକାଳୁ ମୁଁ ଖାଇବି, ଇଆଡୁ ସିଆଡୁ ଯେ ଲୋଭରେ ଖାଇବି ନାହିଁ, ଯେଠି ଯାହା ପାଇଲି ଖାଇଦେଲି। ଗୋଟେ ବାହାଘରିଆ ଗଲେ ପେଟେ ଖାଇଦେଲି, ଆସିକି 3 ଦିନ ଦେହ ଖରାପ ହେଲା। ତା କାରଣ ହଉଛି ଅଜ୍ଞାନତା ହିଁ ଦୁଃଖର କାରଣ, ଆଉ ଜ୍ଞାନ ହିଁ ଆନନ୍ଦ। ଅନେକ କଥା, ଅନେକ ବଡ ବଡ ଲୋକ, ଛୋଟିଆ ଲୋକ ନୁହେଁ, ଯେଉଁମାନେ ସମାଜର ବିଜ୍ଞ ପ୍ରାଜ୍ଞ ପଣ୍ଡିତ ଲୋକ, ସେମାନଙ୍କୁ ବି ଏ ଅବସ୍ଥା। ତା କାରଣ ହଉଛି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ସେମାନେ ନୁହନ୍ତି। ସ୍ୱାସ୍ଥ୍ୟକୁ ଯତ୍ନ ରଖିବାର କାରଣ ହଉଛି ଖାଦ୍ୟ ଆଉ ମନ। ଏ ମନଟାକୁ ସୁନ୍ଦର କରିବା ପାଇଁ ନାମ କରିବା ପାଇଁ ପଡିବ, ଏବଂ ଟାଇମ ବିଧି ମାଫିକ କରିବା ପାଇଁ ପଡିବ। ତେଣୁ ଏଇ 2ଟା ଜିନିଷ କରାଯାଏ, ତାହେଲେ ମୁଁ ରୋଗକୁ ଜୟ କରିପାରିବି। ରୋଗ ବ୍ୟାପରେ ଶ୍ରୀ ଠାକୁର କହୁଛନ୍ତି ଗୋଟେ ବାଣୀରେ, ରୋଗଗ୍ରସ୍ତ ଯେତେବେଳେ ତୁମେ, ଜନସଂସର୍ଗରୁ ଯେତେ ଦୂର ସମ୍ଭବ ଦୂରରେ ରୁହ। ମତେ ଥଣ୍ଡା ହେଇଛି, ମୋ ଘରେ ମୋ ଛୁଆକୁ ଧରିବି, ମୋର କଥାବାର୍ତ୍ତା କରିବି, ତାକୁ ଟ୍ରାନ୍ସଫର ହବ, ସଂକ୍ରାମକ ରୋଗ ସେଗୁଡାକ। ତେଣୁ ନଜର ରଖି ଯେପରି କେହି ସଂକ୍ରାମିତ ନ ହୁଏ। ଯେଉଁମାନେ ସେବା ଶୁଶ୍ରୂଷା ନିରତ ଅଛନ୍ତି, ସେମାନେ ଯେପରି ଶୁଦ୍ଧ ପରିଷ୍କାର ପରିଚ୍ଛନ୍ନ ନ ହୋଇ ଜନସଂସର୍ଗକୁ ନ ଯାଆନ୍ତି। ଶୋଇବା, ବସିବା, ଆଳାପ ଆଲୋଚନା ଏଠାରେ ମଧ୍ୟ ଖୁବ ସାବଧାନ ରହିବା ଉଚିତ। ସେହିପରି ଯେପରି ଏହା ଦ୍ୱାରା ତୁମ ରୋଗ ଅନ୍ୟଠାରେ ସଂକ୍ରାମିତ ନ ହୁଏ। ତୁମର ଏଇ ରୋଗଗ୍ରସ୍ତ ଅବସ୍ଥା କଟିଗଲେ ମଧ୍ୟ ପୁନରାୟ ଆକ୍ରାନ୍ତ ହେବାର ଭୟ କମି ରହିବ, ତାହା ବୋଲି ରୋଗଗ୍ରସ୍ତ ହୋଇ ରହିବ ନାହିଁ। ବାଣୀ ନମ୍ବର 238, ଚଲାର ସାଥୀ ଗ୍ରନ୍ଥ ପାଠ। ତେଣୁ ମତେ, ଆମେ ସମସ୍ତେ ମିଶି ମଜା ଯାଉ, ମୋ ଦେହ ଥଣ୍ଡା କାଶ ଜର, ଟିକେ ମିଶିଗଲି, ସାଙ୍ଗରେ ମୁଁ ଗପିଦେଲି, ସାଙ୍ଗରେ ମୁଗ ଲୋକ କଥାବାର୍ତ୍ତା, ଏଇଗୁଡା ହେଲେ କଣ ହବ, ରୋଗଟା ସଂକ୍ରାମିତ। ସେଥିପାଇଁ ମତେ ସଚେତ ରହିବା ପାଇଁ ପଡିବ। ତେଣୁ ମୂଳ ଜିନିଷ ହଉଛି ମୋର ପାରିପାର୍ଶ୍ୱିକ ଭଲ ରଖିବି। ପାରିପାର୍ଶ୍ୱିକ ଭଲ ରଖିବା ମତେ ସଂଯତ ହବା ପାଇଁ ପଡିବ। ମତେ ମାନେ ଜଣକୁ ମିଜିଲ୍ସ ହେଇଛି ବା ଜଣକୁ ଚିକେନ ପକ୍ସ ହେଇଛି, ଯାଇକି ମିଶିବ ଲୋକଙ୍କ ସାଙ୍ଗରେ,
ସାଙ୍ଗମାନଙ୍କ ସାଙ୍ଗେ ବେଶୀ ଖାଇବା ଯେ କୋଉଠି ବର୍ଗର ଖାଇଲେ ଆହୁରି ବେଶୀ ହବ। ଅନେକ ଏତେ କଷ୍ଟ ପାଆନ୍ତି ଲୋକମାନେ ଭାବି ହବ ନା। ଏଇ ପିଲା ଗୁଡିକ ଏତେ ତଖୁଡିଆ ହେଇଛନ୍ତି ଆଜିକାଲି, ତେଣୁ ଦେହଟା ପ୍ରତି ଯତ୍ନବାନ ହଉନାହାନ୍ତି। ଯେପାରି ମାନେ ଏଇ ଯୋଉ ଫାଷ୍ଟଫୁଡ ଖାଦ୍ୟ ଖାଇକି ଖାଲି ଦେହ ଅସୁସ୍ଥ ହିଁ କରୁଛନ୍ତି। ତେଣୁ ଠାକୁର କହୁଛନ୍ତି ସ୍ୱାସ୍ଥ୍ୟ ଯେପରି ମନକୁ ନିୟନ୍ତ୍ରିତ କରିପାରେ, ମନ ମଧ୍ୟ ସେପରି ସ୍ୱାସ୍ଥ୍ୟକୁ ବଶୀଭୂତ କରିପାରେ। ଏ ମନଟା ବଶୀଭୂତ କେତେବେଳେ ହବ? ନାମମୟ ହେଇକି ରହିବି ସବୁବେଳେ। ତୃତୀୟ କଥା ହଉଛି କଣ? ଠାକୁର କହୁଛନ୍ତି ତୋ ମନ ଯେତେ ଶୁଦ୍ଧ ସୁସ୍ଥ ସହଜ ରହିବ, ତୁମର ସ୍ୱାସ୍ଥ୍ୟ ମଧ୍ୟ ଅନେକାଂଶରେ ତାର ଅନୁସରଣ କରିବ। ଏବଂ ସ୍ୱାସ୍ଥ୍ୟ ଲାଭ କରିବାକୁ ଗଲେ ହିଁ ନଜର ରଖିବାକୁ ହେବ ତୁମର ପାରିପାର୍ଶ୍ୱିକ ପରିଶୁଦ୍ଧତା ପ୍ରତି। ଅଶୁଦ୍ଧ ପାରିପାର୍ଶ୍ୱିକ ସ୍ୱାସ୍ଥ୍ୟ ମନକୁ ଯେତେ ବିଗାଡି ଦେଇପାରେ, ଆଉ ଏପରି କ୍ୱଚିତ କେହି କରିପାରେ। ନଜର ରଖ, ବାଣୀ ନମ୍ବର 237। ତେଣୁ ବାଣୀ ଗୁଡା ଦିଆଯାଇଛି ଆମ ପାଇଁ, ତ ଆମେ ମେଣ୍ଟେନ କରିବା। ତେଣୁ ସବୁ ସମୟରେ ନିଜକୁ ନେଇ ସୁନ୍ଦର ଭାବରେ ଚାଲିବା ରାଜରାସ୍ତାକୁ ବନେଇବା। ମୁଁ ନିଜେ ବନେଇବି, ସେଥିପାଇଁ ଠାକୁର ତ ଦୀକ୍ଷା ନେଇଛେ। ଦୀକ୍ଷା ମାନେ ଦକ୍ଷତା ଅର୍ଜନ କରିବା, ତ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦକ୍ଷତା ଅର୍ଜନ କରିବା ଆମର ପ୍ରଥମ କାମ ହଉଛି। ତେଣୁ ଦୀକ୍ଷାର ମାନେ ହଉଛି ଶିକ୍ଷା ଆଉ ବିବାହ। ଶିଖିବି, ହାଉ ଆଇ ୱିଲ୍ ବି ଏବୁଲ ଟୁ ବି ଏ ଗୁଡ ହେଲ୍ଥ ଅଫ ଲାଇଫ। ତେଣୁ ମୁଁ ମୋର ଖାଇବା ପିଇବା ଶୋଇବା ଶୌଚାଦି କର୍ମ ନିଷ୍ଠା ନନ୍ଦିତ ଭାବରେ କରିବି। ସକ୍ସେସ ହବାର ତିନିଟା ମୂଳ ମନ୍ତ୍ର ମୁଁ ଯାହା ବୁଝେ, ଅନେକ ଭାଇ ଓ ମା ମାନଙ୍କୁ ମଧ୍ୟ କହେ। ପ୍ରଥମେ ହଉଛି ମାନେ ସମୟ, ନିୟମ ଆଉ ନିଷ୍ଠା। ମୁଁ ସମୟରେ କରିବି, ନିୟମରେ କରିବି ଆଉ ନିଷ୍ଠାର ସହିତ। ସେ ସ୍ୱାସ୍ଥ୍ୟ ହଉ, ପାଠ ପଢା ହଉ, ଚାକିରି ହଉ, ବ୍ୟବସାୟ ହଉ, ବାଣିଜ୍ୟ ହଉ, ଘର ଚା କରିବା ଠାରୁ, ରୋଷେଇ କରିବା ଠାରୁ, ଠାକୁର ପୂଜା ହଉ, ଏକଦମ ନିଷ୍ଠା ନନ୍ଦିତ ଭାବରେ ମୁଁ ପୂଜା କରିବି। ଭାବ ଗର୍ବ, ଠାକୁରଙ୍କୁ ଭୋଗ ଦେବି, ଠାକୁର ଯେ ମୋ ଭୋଗଟା ଗ୍ରହଣ କରୁଛି। ଆଉ ଏମିତି ଖାଲି ଗୋଟେ ରଠ ଭାବରେ ଭୋଗ ଲଗେଇ ଦେଇକି ମନଟା ଭାରାକ୍ରାନ୍ତ କରିବା ଉଚିତ, ଆଉ ସେ ନ ଲଗେଇବା ଉଚିତ। ତେଣୁ ମନଟା ଯଦି ଶୁଦ୍ଧ ପୂତ ନାହିଁ, ସେ ଜାଗାରେ ମୁଁ ଠାକୁରଙ୍କୁ ଭୋଗ ଲଗେଇ କଣ ପାଇଁ? ଇଷ୍ଟବୃତ୍ତି କରୁଛି ଭକ୍ତି ଭାବରେ, ଆକୁଳତା ବ୍ୟାକୁଳ ନେଇକି। ମୁଁ ଥରେ ମନ୍ତ୍ର ପଢିଲି ଆସିଲାନି ଭାବ, ଦିଥର ପଢିବି, ତୃତୀୟ ପଢିବି, ଆଉ ପଢିକି ଭାବ ମୋ ଠାକୁର ମୋ ଅର୍ଘଟା ନଉଛନ୍ତି। ଏଇ ଭାବରେ ହିଁ ଇଷ୍ଟବୃତ୍ତି କଲେ କିଛିଟା ହଉ ବୋଲି ମୋର ଯାହା ମନରେ ଆସେ। ତେଣୁ ମୁଁ ସେଟା ମାନେ କରିବାକୁ ଚାହେଁ। ଦିଥର ତିନିଥର ପାଟି ଖୋଲିକି ହେ ପ୍ରଭୁ ମୋର ଅର୍ଘ୍ୟଟି ଗ୍ରହଣ କର। ତାପରେ ଦେଖିବେ ଆପଣ ସହଜ ଭାବରେ ଅନୁଭବ କରିପାରିବେ ଇଷ୍ଟପତି ଚୈତନ୍ୟ ଆଚାର୍ଯ୍ୟ ବୃତ୍ତି ସହଜ ଭାବରେ କେତେ ସହଜ ହେଇଯାଉଛି। ବିପଦ ଆପଦ ଗ୍ରହ ରିଷ୍ଟ ଅଭାବ ଅନାଟନ ଅଶାନ୍ତି ରୋଗ ଶୋକ ଗ୍ରହ ଦୋଷ ବୁଦ୍ଧି ବିପରୀତ ସବୁ ଆସ୍ତେ ଆସ୍ତେ ବାଲାନ୍ସ ହେଇଯିବ। ଆପଣ ଭାବ ନହେଲେ କିଛି ହବ ନାହିଁ। ଅର୍ଥାତ୍ ଭାବଟା ହଉଛି ଭାବନାରୁ ଆସେ। ଏଇ ଭାବନାଟା ଆସିବ କେତେବେଳେ? ଯଦି ମୁଁ ନାମମୟ ହୁଏ। ତେଣୁ ଏଇ ମୂଳରେ ଯୋଉ ଜିନିଷ ହଉଛି ଗୋଟେ ରୋଗ ଆସିବାର ଆଉ ଗୋଟେ କାରଣ ମୁଁ ଦେଖେ ବିବାହ। ଅନେକ ମା ମାନଙ୍କର ଅନେକ ପୁରୁଣା ରୋଗ ଥାଏ। ଝିଅର ମାର ବି ପୁରୁଣା ରୋଗ ଥାଏ, ପୁଅର ବି ପୁରୁଣା ରୋଗ ଥାଏ, ତାଙ୍କ ଘର ବି ସେଇଟା ଗୋଟେ କରିବା ପାଇଁ ଠାକୁର ଯୋଉ ବିଧାନ ଦେଲେ ଯେ ବିବାହର କଥା। ବିବାହ କଲେ ଭଲ ସୁସନ୍ତାନ ଆସେ, ନିରୋଗ ସନ୍ତାନ ଜନ୍ମ କରିବାର ଧାରା ଦଶବିଧ ସଂସ୍କାର। ଗର୍ଭାଧାନ ପୁଂସବନ, ଏଇ ପୁଂସବନ ସମୟରେ ଆମେ ଯେ ତିନିଟା ଗଛର ପତ୍ର ରସକୁ ନାକରେ ଗର୍ଭିଣୀର ପକାଯାଏ, ଦେଲେ ତାର ପୂର୍ବ ମାନେ ରୋଗ ଗୁଡିକ ନିର୍ବାପିତ। ସେ ତ ଅନେକ ଲେଖା ହେଇଛି ବହିରେ, ନିରଞ୍ଜନ ମିଶ୍ର ଯୋଉ ରଖିଛନ୍ତି ମାନେ ବହିରେ, ସେ ବହିରେ ଆମେ ପଢିଛୁ। କିନ୍ତୁ କରୁଛନ୍ତି ବା କେତେ ଜଣ? ଜଣଙ୍କର ଏକ୍ଜିମା ହେଇଛି ବାପାଙ୍କର, ଛୁଆର ବି ଏକ୍ଜିମା ହବ। ଜଣଙ୍କର ଥଣ୍ଡା ରୋଗ ହେଇଛି, ଛୁଆର ଆଜମା ହେଇଛି, ଛୁଆର ବି ହବ। ତେଣୁ ସେଟା କାଟିବା ପାଇଁ ଆମେ କଣ କରିବା ଦରକାର? ସେଇଥିପାଇଁ ଠାକୁର ବିଧାନ ବି ଦେଇଛନ୍ତି। ସେ ବିଧାନଟା ମାନିଲେ ସିନା ହବ। ତେଣୁ ମୁଁ ଯଦି ମାନିବି ନାହିଁ, ହତ ବହୁତ ଟ୍ୟାଲେଣ୍ଟେଡ ପିଲା ଆଜମାରେ ଜଡସଳ କଷ୍ଟ ପାଉଛି। ତା ମୂଳରେ ହଉଛି ଅଜ୍ଞାନତା। ତାକୁ ସମାଧାନ କରିବା ରାଜରାସ୍ତାଟା ମୁଁ ତିଆରି କରିନାହିଁ। ଅତଏବ ସେଥିପାଇଁ ଆଚାର୍ଯ୍ୟ ଅନୁସରଣ ଦରକାର। ଆଚାର୍ଯ୍ୟଙ୍କୁ ଦେବଙ୍କୁ ପଚାରିବା ଦରକାର, ଦଶବିଧ ସଂସ୍କାର ମାନିବା ଦରକାର। ଭଲ ସନ୍ତାନ ଆସିଲେ ତା ନିରୋଗ ସନ୍ତାନ ଜନ୍ମ ହବ। ଆମ ଘରେ ରୋଗ ରହିବ ନାହିଁ। ଅତଏବ ସେ କଥା ଆମେ ଜାଣିଛୁ ସବୁ, କିନ୍ତୁ ଆମେ ଗୋଟେ ଚାଲିଛୁ ହଁ ସକାଳ ସନ୍ଧ୍ୟା ପ୍ରାର୍ଥନା କରିବା, ଇଷ୍ଟବୃତ୍ତି କରିବା, ନାମ କରିବା, ସତ୍ସଙ୍ଗ ଯିବା, ଆନନ୍ଦ ବଜାର ଖାଇବା। ଆନନ୍ଦ ବଜାର ଖାଉଛନ୍ତି ବିଭିନ୍ନ ପ୍ରକାର ଆଇଟମ ଆଜିକାଲି ଆନନ୍ଦ ବଜାର ହଉଛି, ଯେ କେଟା ଖାଇବେ କେଟା ଖାଇବେନି। ଯେ ଆମର ଏଠି କାଳୁ ଭାଇ ସେ ଆଗରୁ ଏତେ ପୁରୀ ଫୁରୀ ଗୁଡା ଖାଉଥିଲେ, ଏବେ ତାଙ୍କ ଗ୍ୟାସ ବପକ ଆସନ୍ତା କଣ କରିବି, ଗ୍ୟାସ ହେଇଗଲା ମୋର, ଆଉ ମୋ ଦେହଟା ଭଲ ରହୁନାହିଁ। ମୁଁ ତମେ ଆନନ୍ଦ ବଜାର ଏତେ ଗୁଡା ଜିନିଷ କାହିଁ ଖାଉଛ ସବୁବେଳେ? ନା ଆଉ କଣ ଦଉଛନ୍ତି, ଆଉ ପୁରୀ ଗୁଡା ଖାଇଦଉଛି ମୁଁ। ଅର୍ଥାତ୍ ସେଟା କଣ୍ଟ୍ରୋଲ, ଲୋଭ। ଯେ ନିର୍ଲୋଭ ସେ ଅନାଶ। ଲୋଭଟା କଣ୍ଟ୍ରୋଲ କରିବା ପାଇଁ। ତେଣୁ ପ୍ରତି ମୁହୂର୍ତ୍ତରେ ଆମକୁ ଜାଣିବା ପାଇଁ ପଡିବ ଯେ ଦେହଟା କେମିତି ସୁସ୍ଥ ରହିବ। ତେଣୁ ଭଲ ସୁସନ୍ତାନ ଆଣିଲେ
ନିରୋଗ ସନ୍ତାନ ହବସି। ଭଲ ଆତ୍ମା ରୋଗ ଯୁକ୍ତ ନୁହେଁ। ଦେବ ସେଥିପାଇଁ ଠାକୁର କହିଲେ ଯେ ଆମେ ଚାହି ଶୁଦ୍ଧାତ୍ମା, ଶୁଦ୍ଧ ଆତ୍ମା। ତେଣୁ ଶୁଦ୍ଧ ଆତ୍ମା ଆଣିବା ପାଇଁ ହେଲେ ବୈଧି ବିବାହ ଏକାନ୍ତ ପ୍ରয়োଜନ। ଭଲ ବିବାହ ପୁରା ମାନେ ତରବରିଆ ଭାବରେ ବିବାହଟା ନ କରି ଭଲ ବିବାହ କଲେ ତାହେଲେ ଭଲ ସନ୍ତାନ ଆସିପାରେ। ଯେଟା କି ଦେଶର ଗୋଟେ ମୂଳ ଅବସ୍ଥା ଖରାପ। ଭଲ ସନ୍ତାନ ଦେଶରେ ନାହାନ୍ତି। ଆଣିବା ପାଇଁ ଏଇ ଗୁରୁ ଭାଇ ରୀତିକ ରାଜକ ଧୈର୍ଯ୍ୟ କର୍ମୀ ମାନେ ଚେଷ୍ଟା କଲେ ଆଣିପାରିବେ। ମୁଁ ଆଣିପାରିଲିନି, ମୋ ନାତି ନାତୁଣୀ ପଣ୍ଡାତି ମାନେ ତ ଛୁଆ ମାନେ ଆଣିପାରିବେ। ସେମାନଙ୍କୁ ସେଇ ଧାରାଟା ବତେଇବି, ତାଙ୍କର ସ୍ୱାମୀ ସ୍ତ୍ରୀକୁ ବସେଇବି। ଗତକାଲି ଜଣେ ମତେ ଫୋନ କରିଥିଲେ, ଆଜ୍ଞା ଆମେ ଆଉ ଗୋଟେ ଦ୍ୱିତୀୟ ସନ୍ତାନ ଆଣିବୁ, ଆପଣ ଟିକେ କଣ ଆପଣ ଲିଫଲେଟ ଛାଡିବେ, ଯେଉଁମାନେ ମାନେ ଉତ୍ତମ ପୁତ୍ର କନ୍ୟାର ପିତାମାତା ହବାକୁ ଚାହାନ୍ତି ସେମାନେ ଡାକ୍ତର କରନ୍ତୁ, ଏହା ଲେଖା ଅଛି। ତେଣୁ ଆପଣ ଆସନ୍ତୁ ମୋ ପାଖକୁ, ମୁଁ ବତେଇବି 21ଟା ପଏଣ୍ଟ ବତେଇବି, ଗୋଟେ ଦିଟା ପଏଣ୍ଟ ନୁହେଁ। ଆଉ ମୋ କଥା ମାନିଲେ ନିହାତି ଦେବ ସନ୍ତାନ ଆସିବେ, ଆପଣଙ୍କ ଘରେ ଗୋଟେ ନିରୋଗ ସନ୍ତାନ ଆସିପାରେ। ନହେଲେ କଣ ଆସିବେ ଯେ ତାଙ୍କର ଖିଆଲ ସମସ୍ତେ ଝଗଡା ଲାଗିବେ, ଯେ ସ୍ତ୍ରୀ ସ୍ୱାମୀକୁ ଦେବତା ଭଳି ଜ୍ଞାନ କରେ ନାହିଁ, ତା ବର୍ଷର ଦେବ ସନ୍ତାନ ଜନ୍ମ ହେବେ ନାହିଁ। କଣ ସନ୍ତାନ ଜନ୍ମ ହେବେ ଯେ ଅଳ୍ପାୟୁ କ୍ଷୀଣ ମସ୍ତିଷ୍କ ଖିଡକିଆ ମିଜାଜ ରୋଗ ସଂକୁଳ ବେକୁବ ସ୍ମୃତି ଶକ୍ତି ରହିତ ବିକଳାଙ୍ଗ ଏବଂ ଚରିତ୍ରହୀନ ପିଳା ଜନ୍ମ ହବାର ମୁଖ୍ୟ କାରଣ। ଯେ ସ୍ତ୍ରୀ ସ୍ୱାମୀଙ୍କୁ ଦେବତା ଭଳି ଜ୍ଞାନ କରେ ନାହିଁ। ଆଉ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଧାରାରେ ଦେଖେଇଛନ୍ତି 5 ପିଢି ସ୍ୱାମୀ କେମିତି ମାନିବା ପାଇଁ ହୁଏ। ସ୍ୱାମୀ ଦେବତା ପତି ପରମେଶ୍ୱର କେତେ କଥା ଅଛି ସେଗୁଡା। ମୋ ସ୍ୱାମୀଙ୍କୁ ଦେବତା ଭଳି ଜ୍ଞାନ କରୁଛି ତ ତାହେଲେ ମୋ ଛୁଆଟା ଭଲ ହବ, ମୋ ଭଲ ଦେବ ସନ୍ତାନ ଆସିବ। ତେଣୁ ସେଇଟା ମୁଁ ଯଦି କରିପାରିଲି ନାହିଁ, ଆମ ଛୁଆ ମାନଙ୍କୁ କହିବା ସେଟା ବି ହେଇପାରିବ ନାହିଁ। କାରଣ ଆମର ସେ ତ ଆମକୁ କହିଦେବ ତୁମର ଏମିତି ହେଲା, ତୁମ ମୁହଁ ତ ହେଇଛି ବାବା ତୁ କର ନା, କଲେ ତୋର ଭଲଟା ହବ। ଏହା କଲେ ଆଉ ଠାକୁର ବହି ଖୋଲିକି ଦେଖେଇବେ ସେ ଜାଗା ଦେଲେ ସେ ରାଗି ମାଗି ଝଗଡା କରି ପାଟି ହରି କଲେ ଏଗୁଡା ହୁଏ ନା। ଅର୍ଥାତ୍ ବୁଝେଇବା ପାଇଁ ପଡିବ, ତମେ ବୁଝେଇକି ତାଙ୍କୁ ତିଆରି କରିବା ପାଇଁ। 3ଟା ଜେନେରେସନ କଥା କୁହାଯାଉଛି। ମୁଁ ମୋ ଲାଇଫରେ 3ଟା ଜେନେରେସନ ଦେଖିବି, ମୋର ପୁଅ ଦେଖିଲି, ମୋର ପୁଅର ପୁଅ ଦେଖିବି। ଏଇ ଜିନିଷ ଜେନେରେସନ ଟା ତିଆରି କରିଦେଇ ଗଲେ ମୁଁ ଆସନ୍ତା ଜନ୍ମରେ ପୁଣି ଏଇ ବଂଶରେ ଆସିପାରେ। ଯଦି ଭଲ ମୋର ଗୋଟେ ତିଆରି କରିପାରେ, ନହେଲେ ଗଣ୍ଡଗୋଳିଆ ରହିଲେ ପୁଣି ଆସିବା କଷ୍ଟ ମୋ ପାଇଁ। ତେଣୁ ସହଜ ଭାବରେ ଏଇ ଯୋଉ ବେତାଳ ଜୀବନଟାକୁ ତାଳରେ ପକେଇବା ପାଇଁ ଆମକୁ ବିଶେଷ ଭାବରେ ମା ମାନଙ୍କୁ ଘର ସୁନ୍ଦର ସଂସାର କରିବା ପାଇଁ ମନୋବୃତ୍ତାନୁସାରେ ହେଇକି ଚାଲିବା ପାଇଁ ସ୍ୱାଧୀନ ସର୍ବସ୍ୱ ଜୀବନ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଆସିଲେ ସେ ଠାକୁରଙ୍କର ଆଦର୍ଶ ଜୀବନ ଭିତରେ ଦେଇ ଟାଇମ ପାରିଗଲା ବୋଧେ ନା କଣ, ଗପକୁ ଅନେକ କଥା ହେଇଯାଉଛି। ଯାହା ହଉ ବିଶେଷ ଭାବରେ 7:30 ମୋର ଟାଇମ ଦିଆଯାଇଥିଲା। କାଲି ରୁହନ୍ତୁ, ଆସନ୍ତା କାଲି ରୁହନ୍ତୁ। ଆସନ୍ତା କାଲି ରହିବେ। ତେଣୁ କଥାଟା ହଉଛି ବିଜ୍ଞାନ ଭାଇ ଅନେକ ତ କଥା ରହିଲା, ଛାଡନ୍ତୁ ଆଉ ମୁଁ କହିବି ନାହିଁ, କହିଲେ ମୋର କୁଆଡେ କୁଆଡେ ପଳେଇ ଯାଉଛି କଥା ଗୁଡାକ। ତେଣୁ ସର୍ବଶେଷରେ ଆଜି ଯେଉଁ ଭୋଗଦାତା ମାନେ ଭୋଗ ନିବେଦନ କରିଛନ୍ତି ତାଙ୍କର ମଙ୍ଗଳତା କାମନା କରିଛି ପରମ ପିତାଙ୍କ ଠାରେ ପୁନରାୟ ଆହୁରି ନିବେଦନ କରୁଛି ସେମାନେ ଖୁସି ଆନନ୍ଦ ରୁହନ୍ତୁ। ଏବଂ ମାନେ ଆଜି ଭଜନ ଗାଇଲେ ଯେ ଶରତଚନ୍ଦ୍ର ନାୟକ ଭାଇ ଆଉ ଯାଜକ ସୁଶ୍ରୀ ଜାହ୍ନବୀ ମା ରାୟଗଡାରୁ କୀର୍ତ୍ତନ କଲେ ଭୁବନ କୁମାର ମହାନ୍ତି ଭାଇ କଟକ। ତେଣୁ ସେମାନଙ୍କର ଶାରୀରିକ ମଙ୍ଗଳ କାମନା କରେ। ବିଶେଷ ଭାଇ ଆମର ଟିମ୍ ଅର୍ଗାନାଇଜ ବିଜ୍ଞାନ ଭାଇ ବିଶେଷ ଭାବରେ ଜ୍ଞାନ ଯାହାର ଅଛି ହେଲା ବିଜ୍ଞାନ। ତେଣୁ ଅନେକ କଥା ସେ କରନ୍ତି, ଅନେକ ମାନେ ଏନଗେଜ ଭିତରେ ସେ ଠାକୁରଙ୍କ କାମ କରୁଛନ୍ତି। ଗୋଟେ ଆଶୀର୍ବାଦର ଜିନିଷ ଯାହାକି ଆମର ମଡରେଟର ଅଛନ୍ତି କୈଳାଶ ଚନ୍ଦ୍ର ଦଳେଇ ଭାଇ ନା ପ୍ରକାଶ ଚନ୍ଦ୍ର, ସେ କଳା ସେଇ ଲେଖାଟା ଭୁଲେଇଛି ତ, ପ୍ରକାଶ ଚନ୍ଦ୍ର ଦଳେଇ ଭାଇ, କାର୍ତ୍ତିକ ବେହେରା ଭାଇ ଆଉ ଏଇ ମାନଙ୍କର ବହୁତ ଚେଷ୍ଟା ବଳରେ ସତ୍ସଙ୍ଗ ଆଗେଇ ଚାଲିଛି। ଯାଇକି ଆଜି ହେଲା 1748 ଦିନ, ଭାବି ହବ ନାହିଁ। ଯାହା ପରମ ପିତାଙ୍କ ପ୍ରାର୍ଥନା କରେ ବହୁ ଭାବରେ ଆହୁରି ଏମିତି ଆଗେଇ ଚାଲୁ, ଖୁସି ଆନନ୍ଦ ରୁହନ୍ତୁ ସମସ୍ତ ପରିବେଶ, ସମସ୍ତେ ଭଲ ରୁହନ୍ତୁ। ତେଣୁ ସମସ୍ତ ଈଶ୍ୱରପତି ପ୍ରାର୍ଥନା करे सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मां कश्चित् दुःखभाग् जय गुरु वन्दे पुरुषोत्तम वन्दे पुरुषोत्तम।